କୁଆ ଯାଉଛୁ ତମେ ସବୁ ଏବେ ଭୂତ ଦେଖିବାକୁ ଆମେ ଆସି କୋଉଠି ଆମେ ପହଞ୍ଚି ଗଲୁଣି ବାଙ୍କଦରାରେ। ଆଉ ଶୋଇବା ପାଇଁ ଆମେ ଯାଉଥିଲୁ କୋଉଠି କଲ୍ୟାଣ ମଣ୍ଡପ ଠିକି। ଆଉ ରାତି ଅଧରେ ବାଟରେ ଯାଉ ଯାଉ କଲ୍ୟାଣ ମଣ୍ଡପ ଠିକି ଦେଖିଲେ ସମସ୍ତେ ଭୂତ। ଅନାରେ ହଁ ରେ ନାଇଁ ନାଇଁ ଓହଳିଛି ଭୂତ ବା ଗଛରେ ଦୋଳି ଖେଳୁଛି ଭୂତ ଦୋଳି ଖେଳୁଛି ଟେକା ବାଡା ଟେକା ଏ ତାଙ୍କ ଘର ଛିଞ୍ଚତ୍ର ଭୂତ ଏବେ ଜୀବନ ହେଇଯିବ ଜୀବନ ପାଇଯିବ ଯଦି ଆରେ ଜୀବନ ପାଇଯିବ ଯଦି ଭୂତ ଏଇନୁ ଏ ମାନା ଟେକା ମାନା ଭୂତ ଦେଖୁଛ କେଡ ବଡ ଭୂତ କେମିତି ଲାଗିଲା ଭୂତ ଦେଖିକି ବଢିଆ ଲାଗିଲା ଏ ପକାଇ ଆଡ଼ିକି ଟିକେ ଠିଆ ହଉନ ଭୂତ ଫଟୋ ଉଠା ହଉଛି ରାତିରେ ଆମେ କଲ୍ୟାଣ ମଣ୍ଡପରେ ଶୋଇଥିଲୁ ଏବେ ସକାଳ ପାଇଗଲାଣି ଆଉ ସମସ୍ତେ ଖାଇବା ପାଇଁ ଦହିବରା ଭାଇକି ଆମ ମାଲିକ ଡାକିଲେ ଆଉ ଏପଟେ ମଉସା କିଛି ଜ୍ଞାନବାଣୀ ଦେଉଛନ୍ତି ମାନେ ଗୀତ ଗାଉଛନ୍ତି ବହୁତ ବଢ଼ିଆ ଲାଗୁଛି ମଉସାଙ୍କ କଥା ଶୁଣିକି ଆଉ ଏବେ ଆମେ ଦହିବରା ଖାଇସାରିଲା ପରେ ଗାଧେଇ ଯିବୁ ଗାଧେଇ ସାରିକି ଆମେ ପୁଣି ନାଚ କରିବାକୁ ବାହାରି ଯିବୁ କାରଣ ଏଠି 3ଟା 4ଟା ବେଳୁ ନାଚ ହେବ ଆମେ ଟିକେ ଶୋଇପଡ଼ିଥିଲୁ ଆସିକି ରାତିରେ ପାଖ ବାଟ ହେଇଥିଲା ତ ସେଥିପାଇଁ ଟିକେ ମସ୍ତି କରୁଥିଲୁ ରାତିରେ କଲ୍ୟାଣ ମଣ୍ଡପରେ ଆଉ କଲ୍ୟାଣ ମଣ୍ଡପ ଉପରେ ଆମେ ଭୂତ ଦେଖିଲୁ ରାତିରେ ସତିକା ଭୂତ ସେଇଟା ତ ରେକର୍ଡ଼ ହେଇପାରିନି ସେଥିପାଇଁ ମୁଁ ପକେଇନି ଏଥିରେ ଆଉ ସତରେ ଭୂତ ଦେଖିଲୁ ସେ କ'ଣ କହନ୍ତି ଗୋଟେ ଘୋଡ଼ି ହେଇକି ଆସିଲା ପାଖରେ ବସିଲା ଆଉ ଟର୍ଚ୍ଚ ମାରିଲା ବେଳକୁ କେହି ନାହାନ୍ତି ଭୂତ ସମସ୍ତେ ଭୟ କରିଛନ୍ତି ରାତିରେ ସେଥିପାଇଁ କଲ୍ୟାଣ ମଣ୍ଡପ ଭିତରୁ କେହି ବାହାରି ନାହାନ୍ତି ଖାଇସାରିଲା ପରେ ଆମେ ଚାଲିବୁ ଗାଧେଇ ତ ଆମେ ଗାଧେଇ ଆସିଲୁଣି ଏବେ ଟିକେ ମଜାମସ୍ତି ଚାଲିଛି ଦେଖନ୍ତୁ ମାଲିକ ବାଡ଼ଉଛନ୍ତି ଅଜୁକୁ ଆଉ ମଜାମସ୍ତି ବିଷୟରେ ଏମିତି ଚାଲିଛି ଆମର ଆଉ ଗାଧେଇ ସାରିଲା ପରେ ଆମେ ବାହାରିବୁ ଏଠିକି ପ୍ରୋଗ୍ରାମ କଲ୍ୟାଣ ମଣ୍ଡପରେ ତ ଦ୍ୱିପହରେ ପ୍ରବଳ ଗରମ ଟିକେ ହେଲା ଖରା ଦିନ ତ ଟିକେ ପାଖେଇ ଆସିଲାଣି ସେଥିପାଇଁ ହୁକ ପଡ଼ୁଛି ଦେଖନ୍ତୁ କଲ୍ୟାଣ ମଣ୍ଡପକୁ ଆଉ ହୁକ ପଡ଼ି ସାରିଲା ପରେ ଚାଲିବୁ ଆମେ ଏବେ କଲ୍ୟାଣ ମଣ୍ଡପରୁ ବାହାରିକି ଆସିଲୁଣି ଆମେ ଯାଉଛୁ କେଉଁଠିକି ନା ପ୍ରୋଗ୍ରାମ ଉପରକୁ ସମସ୍ତେ ବ୍ୟାଗ୍ ଧରିକି ଗାଁ ଭିତରେ ଚାଲି ଚାଲି ଯାଉଛନ୍ତି ଆଉ ଏଇଠୁ ମିନିମମ୍ ½ କିଲୋମିଟର ପାଖାପାଖି ପ୍ରୋଗ୍ରାମ ଜାଗା ହେ ପ୍ରଭୁ ରାତିରେ ଦେଖିଲୁ ଭୂତ ସକାଳେ ଭୂତର ମୁଣ୍ଡ ନାହିଁ ହଁ ଇଏ କି ଆଶ୍ଚର୍ଯ୍ୟର କଥା ଆଜି ଆମର ପ୍ରୋଗ୍ରାମ ଷ୍ଟାର୍ଟ ହେଇଗଲାଣି ଆଉ ବହି ଅଧା ବାଟ ପଳେଇଲାଣି ଆଉ ଡେରି ପରେ ଟିକେ ପେଣ୍ଟିଂ ରୁମ୍ ଦେଖିଦେବା ଦେଖନ୍ତୁ କସ୍ତୁରୀ ମୋ ପାଖରେ ବସନ୍ତି ଆଉ ଆଜି କେମିତି କ'ଣ ଲାଗୁଛି କିଛି କୁହ ଆଜି ପ୍ରୋଗ୍ରାମଟା ସମସ୍ତଙ୍କ ମନ ଦୁଃଖ କାରଣ ଆମର ଜଣେ ବଡ଼ ଭାଇ ଆମର ବହୁତ ମାନେ ପ୍ରିୟ ଥିଲେ ଆମର ଜଣେ ବଡ଼ ଭାଇ ବାପି ନନା ଆମର ଯିଏ ଆମର ମାଲିକ ହାପ ଭାଇଙ୍କର ବଡ଼ ଭାଇ ବଡ଼ ବାପାଙ୍କ ପୁଅ ସିଏ ବି ଆମ ନାଚ ପିଲାଙ୍କ ସାଙ୍ଗରେ ବହୁତ ଭଲରେ କ୍ଲୋଜ୍ ମିଶନ୍ତି ବହୁତ ଭଲ ଭାଇ ଆମର ତାଙ୍କର ଆଜି ଡେଥ୍ ହେଇଗଲା ହଠାତ୍ କିନା ମୁଁ ବି ଜାଣିନଥିଲି ମୁଁ ଶୋଇଥିଲି ତ ସେ ଦ୍ୱିପହରେ କେତେବେଳେ ଭାଇ ଯାଇଛନ୍ତି ମୁଁ ଯେତେବେଳେ ପେଣ୍ଟିଂ ହେଲି ମୁଁ ପଚାରିବାରୁ ପିଲା କହିଲେ କି ଏମିତି ହେଇଛି ବୋଲି ତ ଶୁଣିକି ବହୁତ ଦୁଃଖ ଲାଗିଲା ମାନେ ମନ ଭଲ ନାହିଁ ଆଉ ସବୁ ପିଲା ଆଜି ମନ ଦୁଃଖରେ ଅଭିନୟ କରୁଛନ୍ତି ହାପ ଭାଇ ବି ଆମ ପାଖରେ ଆଜି ଉପସ୍ଥିତ ନାହାନ୍ତି ସିଏ ଘରକୁ ଯାଇଛନ୍ତି ହେରି ଆଜି ଟିକି ଭାଇ ହାପ ଭାଇଙ୍କ ଅଭିନୟକୁ କରୁଛନ୍ତି ଦେଖନ୍ତୁ ଟିକି ଭାଇ ତା ହାପ ଭାଇ ଅଭିନୟରେ ଅଛନ୍ତି ଦେଖନ୍ତୁ ତୁମ ମନର ଭାବନାକୁ ମୁଁ ଜାଣିପାରୁଛି ମାରୁତି ଟିକି ଭାଇ ମନେ ମନେ ରିହର୍ସାଲ ଚାଲିଛି ଟିକି ଭାଇଙ୍କର ଏକାକି ହୋଇନ ପାପି ଦର୍ଶନ